ଆଜି ଆଜି ମୁଁ ତମ ପସନ୍ଦର ସବୁ ଖାଇବା ବନେଇବି। କହିଲ କହିଲ କଣ ଖାଇବ? ଯାହା କହିବ ମୁଁ 2 ମିନିଟରେ ସବୁ ବନେଇକି ଆଣିବି। କୁହ ଲୋ ମୋ ଧନ କୁହ। ହଁ ସତରେ? ଆଚ୍ଛା ଠିକ ଅଛି। ଆଚ୍ଛା ତମେ ଆଜି ଟିକେ ଚଣା ମସଲାଟା ବନେଇଦେଲେ ହୁଅନ୍ତା। ଚଣା ମସଲା ବନେଇ ଦେଇଥାନ୍ତି ଯେ କିନ୍ତୁ ସକାଳୁ ସିନା ଚଣା ବତୁରେଇ ରଖିଥିଲେ ଏବେ ବନେଇକି ଦେଇଥାନ୍ତି। ଏତେ ଶୀଘ୍ର କଣ ହବ? ତାକୁ ଛାଡ଼ି ଆଉ ଯାହା କହିବ ବନେଇଦେବି କୁହ। ଆଚ୍ଛା ତାହେଲେ ତମେ ଆଳୁ ପରଟା କରିଦିଅନ୍ତ ନା, ଭାରି ବଢିଆ ହୁଅନ୍ତା। ଆଳୁ ପରଟା ହବ ଯେ ଆଳୁକୁ ପୁଣି ସିଝା, ତାକୁ ଚକୁଟେ, ତାକୁ ପୁଣି ବେଲେ। ତମ ପେଟ ଏମିତିରେ ବି ଭାରି ପଡ଼ିଲାଣି। ଆଳୁ ପରଟା ରାତିରେ ଖାଇବା ଭଲ ନୁହଁ। ତମ କଥା ଟିକେ ମୁଁ ଚିନ୍ତା କରିବି ନା ଆଉ। ଆକୁ ଛାଡ଼ି ଯାହା କହିବ ସବୁ ବନେଇଦେବି। ଆଚ୍ଛା ହଉ। ଆଚ୍ଛା ତାହେଲେ ତମେ ଡାଲମା ଗରମ ଗରମ ଭାତ ବନେଇ ନା, ଭାରି ଭଲ ଲାଗିବ ଖାଇବା ପାଇଁ। ହେ ଡାଲମା ଭାତ ଗାଧୁଆ ଖାଇବା ଭଲ ଲାଗେ ନା ଆଉ ରାତିରେ କିଏ ଖାଏ? ଏମିତିରେ ବି ତମ ପେଟ ବଢିଗଲାଣି। ରାତିରେ ଭାତ ଖାଇବା ଭଲ କଥା ନୁହେଁ। ଆକୁ ଛାଡ଼ିଦେଲା ପରେ ତମେ ଯାହା କହିବ ସବୁ ବନେଇକି ଆଣିଦେବି କୁହ। ଆଚ୍ଛା ହଉ ତମେ ଗୋଟେ କାମ କର, ତମ ରୋଷେଇ କରିବା ଦରକାର ନାହିଁ, ଚାଲ ବାହାରି ପଳେଇବା ଖାଇଦିଆଯିବା ଏଇଠି ରେଷ୍ଟୁରାଣ୍ଟରେ ହେଲା। ଏଇ କଥାଟା ସେତେବେଳେ କହୁନ, ସେତେବେଳେ ଟାଇମ୍ ପାସ୍ କରିସାରିଲାଣି। ମୁଁ 2 ମିନିଟରେ ରେଡି ହେଇକି ଆଉଛି ହେଲା।